ସମସ୍ତେ କୁହନ୍ତି ଘରର ବଡ଼ ପୁଅ ମାନେ ରାଜା। ସେ ରାଜା ଭଳିଆ ଚଳେ। ସତରେ ବି ସେ ରାଜା। ତାକୁ ଘରର ସମସ୍ତେ ସ୍ନେହ ଆଦର କରିଥାନ୍ତି। ସମସ୍ତେ ତା କଥା ଶୁଣନ୍ତି, କାରଣ ସେ ବଡ଼ ହେଇଥାଏ ନା, ପ୍ରଥମ ସନ୍ତାନ ହେଇଥାଏ, ତ ସମସ୍ତେ ଭଲ ପାଆନ୍ତି। ହେଲେ ଏତିକିରେ ସେମାନଙ୍କ କାହାଣୀ ସରିଯାଏନି। ଆଉ କିଛି ଥାଏ ତାଙ୍କ ଜୀବନରେ, ଯେଉଁଥିପାଇଁ ତାଙ୍କୁ ରାଜା କୁହାଯାଏ। କେବଳ ଭଲ ପାଇବାରେ ରାଜା ନୁହନ୍ତି, ବହୁତ କିଛି ତାଙ୍କ ଉପରେ ଭାର ଥାଏ। ବାସ୍ ସେ ବିଷୟରେ କିଛି କହିବାକୁ ଚାହୁଁଛି, ଶୁଣନ୍ତୁ। ସହଜ ନୁହଁ ଘରର ବଡ଼ ପୁଅ ହେବା। ବାପାଙ୍କ ପରେ ସାନ ଭାଇ ଭଉଣୀଙ୍କ ପାଇଁ ବାପା ହେଇଯିବା। ସବୁ ଦାୟିତ୍ୱ ତା ମଥାରେ ଥାଏ, ତାପରେ ବି ସେ ସମସ୍ତଙ୍କ ପାଇଁ ହସୁଥାଏ। ସବୁ ଖୁସି, ସବୁ ସ୍ୱପ୍ନକୁ ମାରିଦିଏ ପରିବାର ପାଇଁ। ହେଲେ ତା ତ୍ୟାଗ, ତା ବଳିଦାନ ବୁଝିବାକୁ କେହି ନାହିଁ। ଘରର କିଛି ଦରକାର ଥିଲେ କି ଅସୁବିଧା ସମୟରେ ସବୁବେଳେ ସେ ଥାଏ ଆଗରେ। ହେଲେ କିଛି ପାଇବାର ଥିଲେ ତାକୁ ଦେଖିବ ସେ ଥିବ ସଭା ପଛରେ। ସେ ଛୋଟରୁ ହିଁ ବଡ଼ ହେଇଯାଇଥାଏ, କାରଣ ତା ମୁଣ୍ଡରେ ପରିବାରର ଭାର ଥାଏ। ସେଥିପାଇଁ କହେ, ସହଜ ନୁହଁ ଘରର ବଡ଼ ପୁଅ ହେବା। ସମସ୍ତଙ୍କ ପାଇଁ ଫୁଲ ବିଛି ନିଜେ କଣ୍ଟାରେ ଚାଲିବା। ସହଜ ନୁହଁ ଘରର ବଡ଼ ପୁଅ ହେବା।